ଦେଇଦେଲା। କ'ଣ ପାଇଁ କଳି ହେଲା ନା କହୁଛି ମୋତେ ଡାକୁଥିଲା କି ଖାଇବା ପାଇଁକା ମୁଁ ଗାଡ଼ି ନେଇକି ଆସିଲି। ମୋତେ ଖାଇବା ପାଇଁ ଡାକୁଥିଲା, ସେଥିପାଇଁ ମୁଁ ଯେମିତି ଖାଇଲିନି ପଳେଇଲି। ସିଏ ବି ଖାଇନଥିଲା ସକାଳୁ କିଛି, ତ ମୁଁ ପଳେଇଲି ମାଛ ପାଇଁକା ନିଆଳି ମାର୍କେଟ। ସେଥିପାଇଁକା ଗାଡ଼ି ଥୋଇକି ନିଆଳି ମାର୍କେଟ ପଳେଇଲି ମାଛ ପାଇଁକା। ସେଥିପାଇଁକା ମ୍ୟାଡ଼ାମ୍ ଆମର ଟିକେ ରାଗି ଯାଇଟି ଆଉ ସକାଳଟାରୁ ଆଉ ବହୁତ ବୁଝାବୁଝି କଲା ପରେ ମାଛ ଆସିକି ଭାଜିଲେ। ଜୟ ଜୟ ଜଗନ୍ନାଥ, ୱେଲକମ୍ ଟୁ ବେହରଟକା ବ୍ଲଗ୍ ଚ୍ୟାନେଲ୍। ଆଜିର ବ୍ଲଗ୍ ଆମେ ଷ୍ଟାର୍ଟ କରିବା। ଆଉ ବର୍ତ୍ତମାନ ମୁଁ ଆଜି ଅଛି ଘରେ ବ୍ଲଗ୍ଟା ଷ୍ଟାର୍ଟ କରୁଛି। କୁଆଡ଼େ ଯାଇନି, ଆଉ ବି ଯାଇ ହେଉନି, କାମ ଫାମ ବ୍ୟସ୍ତ ରହିନା ସବୁ ଅଛି, ମାନେ ବାହାରକୁ ଯାଆନ୍ତି ଯାଇ ହେଉନି। ତ ବ୍ଲଗ୍ଟା ଫଟାଫଟ ଆମେ ଷ୍ଟାର୍ଟ କରିଦେବା। ଦେଖିବା ଆଜିର ବ୍ଲଗ୍ରେ କ'ଣ ସବୁ ଚୁଡ଼ାଚୁନି ହେଉଛି ଦେଖିବା। ଆଉ ତ ମୁଁ ଝିଅ ବି ପଳେଇ ଆସିଲା ମୋ କୋଳକୁ ବସିବା ପାଇଁକା। ତ ମୁଁ ଆଜି ଯାଇଥିଲି, ବହୁତ ସାରା ପରିଶ୍ରମ ଆଜି ହେଇଗଲି, କାରଣ ମୁଁ ଦାଦା ପଳେଇଲା। ତ ମୁଁ ନିଆଳିରୁ ଆସିଲି, ବଡ଼ ଗାଡ଼ି ଆଣିକି ଆସିଲି। ପୁଣି ଆଉଥରେ ମୋତେ ନିଆଳି ଯିବାକୁ ପଡ଼ିଲା ବାଇକ୍ ନେଇକି, କାରଣ ଆଉ ମୁଁ ଭାବିଥିଲି ଗାଁରେ ବୋଧେ ଚିକେନ୍ ଫିକେନ୍ କି ମାଛ କ'ଣ ଆଣିଥିବେ ଆଇଁଷ, କିନ୍ତୁ କିଛି ଆଇଟମ୍ ଆଣିନଥିଲେ। ସେଥିପାଇଁ ଘରେ ଗାଡ଼ି ରଖିକି ପୁଣି ଆଉଥରେ ମୋତେ ଯିବାକୁ ପଡ଼ିଲା ନିଆଳି ମାର୍କେଟରୁ ଆଣିକି ଆସିଲି। ଦେଖିଲା ବେଳକୁ ପୁରା ଆନ୍ଧ୍ରା ମାଛ, ଆମର ଆନ୍ଧ୍ରା ନୁହଁ ସରି ଦେଶୀ ମାଛ ପୁରା ସବୁ ଗଦା ହେଇଛି। ବହୁତ ସାରା ଦେଶୀ ମାଛ ଗଦା କରିଛି। ଆଉ ସେଇଥିରୁ ସମୁଦାୟ 1.5 କେଜି ଆଣିକି ଆସିଲି। ତ ଆସିକି ଫଟାଫଟ ତାକୁ ପାଗ କରୁଛନ୍ତି। ଆଉ ରୋଷେଇ ସରିଲା ପରେ ଦେଖିବା କ'ଣ କେମିତି ଟେଷ୍ଟ ହେଇଛି, ଆପଣମାନଙ୍କୁ ବି ସେୟାର କରିବି। ତା ପୂର୍ବରୁ ଆଉ କ'ଣ ଚୁଡ଼ାଚିନି କ'ଣ ହେବ ଟିକେ କରିଦେବା। ମୋ ଝିଅ ଟିକେ କ'ଣ ଗୋଟେ ପାଟିକି ଦେଲି, କ'ଣ ସେ ଗୁଚୁ, ତ ଗୁଚୁ ବାନ୍ଧିଦେଲି, ସେଆକୁ ପାଟିକି ଦେଉଛି। ମାମା ପପି ଗୋଟେ ଦେଲି, ବାବା ପପି ଗୋଟେ, ପପି ଗୋଟେ ବାବା ଗୋଟେ ପପି ଦେଲ, ଦେବି ଆଉ କାମୁଡ଼ିଦେଲା। ଏପଟ କାମୁଡ଼ିଦେଲା। ପପି ଦେବ କାମୁଡ଼ି ପକେଇବ, ଗାଲୁ ପୁରା ରଗଡ଼ି ଦେଉଛି। ମା ଟିକେ ଦାନ୍ତ ଦେଖିଲୁ, ଦାନ୍ତ ଦେଖିଲୁ ତ ଦାନ୍ତ କେଇଟା ଉଠିଛି ଦେଖେ, କହ ଦାନ୍ତ ଟିକେ ଦେଖା ଦେଖା ଇଏ କଲୁ ଦେଖିଆ ଦାନ୍ତ କେଇଟା ଉଠିଛି ମୋ ଝିଅର। ଦେଖା ହେଲା 5-6ଟା ଖଣ୍ଡେ ଉଠିଛି। ତ କ'ଣ କୁଆଡ଼େ ଯିବୁ, ବସୁନୁ, କୁଆଡ଼େ ଯିବୁ? ମାମା ଗୁଚୁ ଖାଇଲାନି। ଆଜି ସୀମାର ମୋର ଟିକେ ବହୁତ ସାରା ଝଗଡ଼ା ହେଇଗଲା, ଟିକେ ଅଳ୍ପ ଜଷ୍ଟ ଝଗଡ଼ା ଟିକେ ହେଇଗଲା ସକାଳୁ। ସେଟା ସେୟାର କରିବିନି ସେ କଥା, କାହିଁକିନା ଆମର ସେମିତି ସବୁ ହୁଏ ଟିକେ ମଝିରେ ସେମିତି। ମୋର ବି ନୁହଁ, ସମସ୍ତେ ଯେଉଁମାନେ ବି ବାହା ହେଇଛନ୍ତି ଯାହାହେଲେ ବି ତାଙ୍କ ଭିତରେ କିଛି ନା କିଛି ଟିକେ କଳି ଝଗଡ଼ା ଥବ, ଏଇଟା ସିଓର, ଗ୍ୟାରେଣ୍ଟି ପୁରା ମାରିକି କହିବି। ସେଇଟା ଚଳେ ସମସ୍ତଙ୍କର। କ'ଣ ହେଲା, ତ ଆମର ବି ସେଥିପାଇଁ ଟିକେ ହେଇଗଲା ଆଉ ଝଗଡ଼ା ସୀମାର ମୋର। ଆଉ ବହୁତ ସାରା ବୁଝାବୁଝି ତାକୁ କରିକି ସେଇଠୁ ବୁଝିଲା, ହେଲା କି? ହଁ ଆଜି ସକାଳୁ ପୁରା ସୀମା ମୁଣ୍ଡ ଟେନସନ୍, କାହିଁକିନା ଶୋଧିଦେଲି, ମୁଣ୍ଡ ଟେନସନ୍। ସେଇଠୁ ବାଧ୍ୟ କରିକି ବୁଝେଇକି ସେଇଠୁ ଅଇନା ଯାଉଛି ମାଛ ଝୋଳ କରିବା ପାଇଁକା। ତ ହଁ, ମୁଁ ଫଟାଫଟ ଟିକେ ଖାଇଦିଏ, ମାନେ ପଖାଳ ଭାତ ଟିକେ ଖାଇଦିଏ। ଭୋକ ସକାଳୁ ଜ୍ଞାନ ଉଠିଲି, ପଖାଳ ଭାତ ଖାଇଦେଲେ ତାପରେ ଆମେ ବ୍ଲଗ୍ଟା କଣ୍ଟିନ୍ୟୁ କରିବା। ଖାଇବା ପର୍ଯ୍ୟନ୍ତ ଟିକେ ୱେଟ୍ କରନ୍ତୁ, ତାପରେ କଣ୍ଟିନ୍ୟୁ କରିବା। ମାମା ଖାଇବାନି, ସୀମା ପଖାଳ ଦେଇଦେଲ,
ପଖାଳ ଦିଅ ଦେଲ ଦିଅ ଦିଅ ଖାଇବା ଦିଅ ଦିଅ ଦିଟା ଦିଅ 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 ତ ମୁଁ ତାକୁ ବୁଝାଇଛି ପଖାଳ ଦିଟା ଫଟାଫଟ ଖାଇଦିଏ ତାପରେ ବ୍ଲଗ୍ ଆମେ କଣ୍ଟିନ୍ୟୁ କରିବା ବାଏ ଦେଖିବା ଟିକେ ପଚାର ଏଟା କରିବା ଶ୍ରୀମନ୍ଦିର 25ଟା ଉତ୍ସବ ଦଇଜଙ୍କ ସାଇ ମନ୍ଦିର ଏ ପଚାର ଘାଟ ଗୋଟେ ଆସିଥିଲା ଆମର ଯେଉଁ ଆମ ବିଳାଶୁଣୀ ଅଛି ବିଳାଶୁଣୀର ଆଗକୁ 1 କିଲୋମିଟର ଖଣ୍ଡେ ହେବ ସେଇ ଜାଗା ନା ହେଉଛି ଦଇଜଙ୍କ ସାଇ ମନ୍ଦିର ଗୋଟେ ଅଛି ବିଳାଶୁଣୀ ଆଗକୁ ଟିକେ ନା 2 କିଲୋମିଟର ଭିତରେ ସାଇ ମନ୍ଦିର ଅଛି ସେଇ ଜାଗାରେ ଆସିଛନ୍ତି କ'ଣ ପ୍ରଚାର ଗୋଟେ ଗାଡ଼ି ଯଜ୍ଞ ହେବା ପାଇଁକା ଏଇଠି ପ୍ରଚାର କରୁଛନ୍ତି ଅଟୋରେ ବୁଲିକି ଆଉ ତ ମୋର ବି ଖାଇବା ପିଇବା କାମ ସବୁ ସରିଯାଇଲା ମାନେ ପଖାଳ ଭାତ ମୁଁ ଖାଇଦେଲି ଏପଟେ ସୀମା ହେରିକା ରୋଷେଇବାସ କରୁଛି ଚାଲନ୍ତୁ ଦେଖିବା କ'ଣ କରୁଛି କେଉଁ ଯାଏଁ କ'ଣ କଲେ ରୋଷେଇ ଚାଲ ଫଟାଫଟ ଦେଖିବା ଆଉ ଆମର ଏଇଠି ସୀମା ଆମର ମାଛ ପୁରା ଭାଜିଛି କରେଇ ପୁରା ଟାଟିକି ନିଆଁ ଆଉ ସେଇଥିରେ ପୁରା ମାଛ ଜିଅନ୍ତା ମାଛ ପୁରା ଡେଉଁଟି ଖାଲି ଫକ ଫକ ହେଇକି ଡେଉଁଟି ଇଏ ଗୋଟେ ମୋର ଜିଅନ୍ତା ମାଛ ଖାଲି ଫକ ହେଇକି ଡେଉଁଛି ଆଜି ବହୁତ ଆଜି କଳି ହେଇଯାଇଥିଲା ଆମ 2 ଜଣଙ୍କ ଭିତରେ କଳି ହେଇଯାଇଥିଲା କ'ଣ ପାଇଁ କଳି ହେଲା ନା କହୁଛି ମୋତେ ଡାକୁଥିଲା କି ଖାଇବା ପାଇଁକା ମୁଁ ଗାଡ଼ି ନେଇକି ଆସିଲି ହେଲେ ଖାଇବା ପାଇଁ ଡାକୁଥିଲା ସେଥିପାଇଁ ମୁଁ ଯେମିତି ଖାଇଲିନି ପଳେଇଲି ସିଏ ବି ଖାଇନଥିଲା ସକାଳୁ କିଛି ତ ମୁଁ ପଳେଇଲି ମାଛ ପାଇଁକା ନିଆଳି ମାର୍କେଟ ସେଥିପାଇଁକା ଗାଡ଼ି ଥୋଇକି ନିଆଳି ମାର୍କେଟ ପଳେଇଲି ମାଛ ପାଇଁକା ସେଥିପାଇଁକା ମ୍ୟାଡ଼ାମ୍ ଆମର ଟିକେ ରାଗି ଯାଇଛି ଆଉ ସକାଳଟାରୁ ଆଉ ବହୁତ ବୁଝାବୁଝି କଲା ପରେ ମାଛ ଆସିକି ଭାଜିଲେ ଆଉ ସଇଲେ ଦେଖିବା ଖାଇବା କେମିତି କ'ଣ ଟେଷ୍ଟ ହେଇଛି ସୀମା ହାତ ପୁରା ତ ଅଗଲା ପ୍ରକାର ଟେଷ୍ଟ ଲାଗେ ଦେଖିବା ଆଉ ସୀମା ଆରେ ପିଆଜ ପଡ଼ିଗଲା ପିଆଜ ପଡ଼ିଗଲା ତ ଏପଟେ କରେଇରେ ପିଆଜକୁ ଭାଜୁଛି ମାଛ ଭଜା ସରିଗଲା ଏବେ ପିଆଜ ଭାଜୁଛି ତାହେଲେ ପଳେଇଲି ପାଇମୁଳୁ ସେଥିପାଇଁକା ହଁ ଆମ ସରିବ କୋଉଟା ନା ଷ୍ଟାର୍ଟ ହେଲା କହିଲି ପରା ମାଛ ହେଇଛି ମତେ ଶୁଖିଲା ନା ନା ମାଛ ଶୁଖିଲା ମୁଁ ସେଥିପାଇଁ ହଁ କହିଦେଲି ମାଛ ଆଣିଛି ଚିକେନ ବା ନିଆଳିରେ କ'ଣ କଲ ଆଣିଲିନି ମାଛ ନେଇ ପଳେଇ ଆଇଲି ଆଉ ତ ଆମ ସେପଟେ ବି ରୋଷେଇବାସ ସୀମା ବି ସବୁ ସାରି ସାରିଲି ଆଉ ମୁଁ ଟିକେ ଆଜି ଖଟଣି ଟିକେ ପ୍ରବଳ ଥାଏ ସେଥିପାଇଁ ଟିକେ ରେଷ୍ଟ କରିଦେଲି ଆଉ ରେଷ୍ଟ କରିସାରିଲା ବାଦେ ତା ଭିତରେ ବି ଯାଇକି ଗାଧେଇ ପଡ଼ିକି କହିନା ଫଟାଫଟ ପଳେଇ ଆସିଲି ତ ଝିଅ ମୋର ସେଠି ଖେଳୁଛି ଚାଲନ୍ତୁ ଖାଇବା ଆମର ତ ରେଡ଼ି ହେଇଗଲେ ଖାଇଦେବା ଏଇନା ଟାଇମ୍ ବି ବହୁତ ଲେଟ୍ ହେଇଗଲି ଆସି 2ଟା ବାଜିଗଲି ଟାଇମ୍ ତ ଫଟାଫଟ ଖାଇବା ଦେଖିବା ଖାଇବା କେମିତି କ'ଣ ହେଇଛି କ'ଣ ନାହିଁ ସବୁ ସେୟାର କରିବି ଆଉ ସୀମା ଖାଇବା ବାଡ଼ି ନେଇ ପଳେଇ ଆସିଲି ଚାଲନ୍ତୁ ଫଟାଫଟ ଖାଇଦେବା ତାପରେ ଆମେ କ'ଣ ହେବ କ'ଣ ନାହିଁ କଥା ହେବା ଭିଡ଼ିଓ କଣ୍ଟିନ୍ୟୁ କରିବା ଚାଲ ଫଟାଫଟ ଖାଇବା ତ ଭାତ ପଳେଇ ଆସିଲା ତ ମାଛ ତରକାରୀ ପଳେଇ ଆସିଲା ଆଉ କ'ଣ ଦେ ଖାଇବା ତ ଏପଟେ ଯେମିତି ଦେଖିବ ତ ମୋ ଝିଅ ଯେମିତି ଲୁଣକୁ ନେଉଛି ହାତରେ ଖାଉଛି କିଭଳିଆ ପିଲା ମୋର ଦେଖୁନ ହେଇ ସିଏ କ'ଣ ହେଉଛି ତ ଭାତ ମାଛ ତରକାରୀ ଭଜା ଲୁଣ ମୋତେ ଖାଇବା ଦେଇଛି କିନ୍ତୁ ସେ ଲୁଣ ତାର ହେଇଗଲା ଲୁଣ ଭଜା ମଡ଼େଇ ଖାଉଛି କ'ଣ କହିବ ପିଲାକୁ ମୋର ଏଇ ସିଏ କ'ଣ ହାଡ଼ ବପଳ ହବା ତୋ ମାମା ଏତେ ଲୁଣ ଖାଇ ତ ଫଟାଫଟ ଖାଇଦେବା ଦେଖିବା ଆଉ କେମିତି କ'ଣ ଟେଷ୍ଟ ହେଇଛି ମୋବାଇଲ ଟେଷ୍ଟ ହେଇଛି ତ ଲୁଣ ଖାଇଯିବା ପିଲା ଚलो ତ ଫଟାଫଟ ମୋ ଖାଇବା ପିଇବା କାମ ବି ସରିଗଲା ଖାଇଦେଲି ଫଟାଫଟ ତ
ଝିଅ ବି ସେପଟେ ସେଇଠି ଖାଇଲା ମୋ ସାଙ୍ଗରେ ମାଛ ଭାତ ଖାଇଲା ଆଉ ପାଣି ଏଇଠି ପିଇକି ପାଣି ଶୋଷ କଲି ଆଉ କାହିଁ କହୁନୁ ଶୋଷ ବାବା ଶୋଷ କଲି ନିଜେ ନିଜେ ହାତରେ ପାଣି ଆଣି ପିଉଛୁ ହାଁ ପୁସ୍ ଆମେ ଟିକେ ବାପ ଝିଅ ଆମେ ପଳେଇ ଆସିଲୁ ଦାଣ୍ଡ ଆଡ଼ିକି ଟିକେ ବୁଲିବା ପାଇଁକା ମାନେ ଏପର୍ଯ୍ୟନ୍ତ ବି ଖରା ବି କମିନି ଖରା ବି ହେଉଛି ପ୍ରବଳ ଜୋରସରେ ଆଉ ଦାଣ୍ଡରେ ଟିକେ ବୁଲାବୁଲି କରିଦେଇକି ତାପରେ ଘରକୁ ଯିବା ଆଉ ଫଟାଫଟ ଆଉ ଆମେ ଗାଁ ଆଡ଼େ ଟିକେ ବୁଲାବୁଲି କରିସାରିକି ଏଇଠୁ କ'ଣ ହେଲା ନା ମୋ ଝିଅ କହିଲା ବାବା ଚାଲ ଗାଡ଼ିରେ ବସିବା ହେଲା କି ସେଥିପାଇଁକା ପଳେଇ ଆସିଲୁ ଗାଡ଼ିରେ ବସିବା ପାଇଁ ଗାଡ଼ି ଏଠି ଥୁଆ ହେଇଛି ଯିଏ ଗାଡ଼ି ଭିତରେ ବସିବା ଆଉ ଏଇଠି ମୋ ନାଣ୍ଡୁ ମୁଣ୍ଡୁ ଏଇଠି ଖେଳୁଛି ଏଇଠି ଗାଡ଼ି ଭିତରେ କାନ୍ଦିଲା ଗାଡ଼ି ଭିତରେ ଯିବା ପାଇଁ ସେଇଠି ଆସି ଖେଳୁଛି ଏଇଠି ବସି ଯାଇଛି ପୁରା ସିଟ୍ ଉପରେ ଖେଳ ଚାଲିଛି ଆ ଦେ ତା ଦେ ଖାଲି ନାଗୁଛି ଏଇଠି ମେସିନରେ ଯାଇ ନାଗିଲି ସେ ମେସିନ୍ ଖରାପ ହେଇଯିବନି ଆରେ ସେ ଖରାପ ହେଇଯିବ କି ପିଲା ଖରାପ ହେଇଯିବ କାହିଁ ଦୁଷ୍ଟ ହଉଛି କହିଲୁ ମା ମା କାହିଁ ଦୁଷ୍ଟ ହଉଛି କହିଲୁ ଓ ବେକାରିଆ ପିଲାଟା କ'ଣ ଫୋନ୍ ଲାଗିଲା ସେ ପିଲାଟା ଅନେଇଲୁ ମାଡ଼ ଖାଇବୁ ମାଡ଼ ଖାଇବୁ ପଢ଼ିବୁ ସେଠି ପଢ଼ିବୁ ଯାହା ବାବା ତୁ ଯାହା କରୁଛୁ କର ସେ ବକ୍ସ ଉପରେ ଯାଇ ଠିଆ ହେଲେ କ'ଣ କହିବୁ ଏ ପିଲାଟା ଅନେଇଲା ନାଇଁ ଘରେ ଛାଡ଼ି ଦେଇକି ସୌମ୍ୟା ଚାଲ ଘରକୁ ଚାଲ ତୁ ରହିବୁନି ଗାଡ଼ି ଭିତରେ ତୁ ଚାଲେ ଘରକୁ ଚାଲ ଭାରି ଦୁଷ୍ଟ ହଉଛି ଘରକୁ ଚାଲ ପଳେଇ ଫାଇନାଲି ମୁଁ ଆସିକି ଗାଡ଼ି ଭିତରେ ବସିଛି ଝିଅ ଖେଳୁଛି ତ ଆଜି ଟିକେ ଶୋଇ ପଇଲି ଆଜି ଘଣ୍ଟାଏ ପାଖାପାଖି ଶୋଇ ପଇଲି 1 ଘଣ୍ଟା ପୁରା ଭିଡ଼ିଓ ରହିଗଲା ତ ହଉ ଦେଖିବା ଆମେ ଗାଡ଼ି ଭିତରୁ ଗଲେ ଘରେ କ'ଣ ହେଉଛି କ'ଣ ନାହିଁ ଦେଖିବା କ'ଣ କାହିଁ ସେମିତି ରଡ଼ି ପକଉଛି ନାଣ୍ଡୁ ମୁଣ୍ଡକୁ ଫଟିଆ ବୋତଲ ହେଲା ତ ଯେମିତି ଦେଖିବା ଯେ ମୋ ଝିଅ ମୋ ଟୋପି ନେଇକି ମୋ ମଫଲର ନେଇକି ତା ମୁଣ୍ଡରେ ମୋତେ ଖାଲି କାନ୍ଦିଲା କହିଲା ବାବା ପୁରା ପୁରେଇ ଦେଲି ତ ବ୍ଲଗ କିଏ ଏଣ୍ଡ କରିବ ତ ଏ ବ୍ଲଗଟାକୁ ଆମେ ଏଇଠି ଏଣ୍ଡ କରୁଛୁ ପୁଣି ଆଉ ଗୋଟେ ଖୁବ୍ ଶୀଘ୍ର ନୂଆ ବ୍ଲଗରେ ଆମେ ଦେଖା ହେବା ଜୟ ଜଗନ୍ନାଥ ଆଉ ମୋ ଚ୍ୟାନେଲରେ ଯଦି ସବସ୍କ୍ରାଇବ୍ କରିନାହାନ୍ତି ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିନ୍ତ କରିଦେବେ ଯିଏ ବି ନୂଆ କରି ଆସିଛନ୍ତି ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚିତ କରିଦିଅନ୍ତୁ ବ୍ଲଗ୍ ଏଇଠି ଏଣ୍ଡ ହେଲା ବାଏ ଟାଟା।